ଗାଁରେ ଶବରମାନଙ୍କୁ ଛାଡ଼ିଦେଲେ ସମସ୍ତଙ୍କ ପାଖରେ ଊଣା ଅଧିକେ ଚାଷ ଜମି ଅଛି ଓ ସେଇଥିରୁ ତାଙ୍କର ନିର୍ବାହ ଚାଲେ। ଗାଁର ପୂର୍ବପଟ ପାହାଡ଼ିଆ ତ ଉତ୍ତର ଓ ପଶ୍ଚିମ ପଟର ଚାଷ ଜମି ବହୁ ଉର୍ବର। 5-7 ଜଣ ଚାଷୀଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତଙ୍କ ପାଖରେ 5 ଏକର ପାଖାପାଖି ଜମି ଅଛି। ମୋ ପିଲାଦିନେ ଗାଁରେ ବହୁତ କମ୍ କୂଅ ଥିଲା। ଏଥର କିନ୍ତୁ ସମସ୍ତଙ୍କ ଚାଷ ଜମିରେ କୂଅ ଅଛି। ତଥାପି ସମସ୍ତ ଖେଳ ବରୁଣ ଦେବତାଙ୍କ ଇଚ୍ଛା ଅନୁସାରେ ଚାଲେ। ବର୍ଷା ଭଲ ହେଲେ ଭଲ ଫସଲ ହୁଏ ଓ କୂଅରେ ମଧ୍ୟ କିଛି ପାଣି ରହେ। ନହେଲେ ଜମି ବିଧବାର ଲଲାଟ ଭଳି ପଡ଼ିଆ ହୋଇ ରହେ। ଯେଉଁ କେତେଜଣ ଚାଷୀ 5-7 ମାଇଲର ପାଇପ୍ ଲାଇନ୍ ପକେଇ ଗିରଣା ନଦୀରୁ ପାଣି ଆଣିଛନ୍ତି, ତାଙ୍କର ଜମି ଖରାଦିନରେ ମଧ୍ୟ ସବୁଜ ରହେ। ରବି କାଳରେ କପାର ଲମ୍ବା ପତ୍ରର ହାଇବ୍ରିଡ୍ କିସମ ଯୋଗୁଁ ଚାଷ ଜମି ପୂରି ରହିଥାଏ। ଅଲଗା ଅଲଗା ଜମିରେ ଭିନ୍ନ ଭିନ୍ନ ଉଚ୍ଚତାର ଧାଡ଼ି ଧାଡ଼ିରେ ଲଗାଯାଇଥିବା କପାର ସୁନ୍ଦର ଗାଲିଚାମାନ ବର୍ଷା ଦିନରେ ମନ ମୋହି ନିଏ। ଦେଖିବାକୁ ଗଲେ କପା ଚାଷ ଏକ ଅନିଶ୍ଚିତ ଫସଲ। ବର୍ଷେ ଯଦି ସବୁକିଛି ଠିକ୍ ଚାଲେ, ତାହେଲେ ଚାଷୀ ମାଲାମାଲ ହୁଏ ତ ଆଉ ବର୍ଷକୁ ବିଷ ଖାଇବା ଭାଗ୍ୟରେ ଥାଏ। ଏଇ ଜୁଆ ଖେଳ ଯୋଗୁଁ ଚାଷୀ ପ୍ରତିବର୍ଷ ବହୁତ ଆଶା ରଖି କପା ଉପରେ ବାଜି ଲଗାଏ ଓ ଫସଲ କିପରି ଭଲ ହେବ ତା ଲାଗି ଚେଷ୍ଟା କରେ। ଏହି ଆଶାରେ ଯିଏ ଯେଉଁ ମଞ୍ଜିକୁ ଭଲ କହିଲା କିମ୍ବା ଶୁଣିଲା ତାହାକୁ ଲଗାଏ। ଜଣେ ଯେଉଁ କୀଟନାଶକ ଔଷଧ ବ୍ୟବହାର କରେ, ଅନ୍ୟମାନେ ତାହା ହିଁ ଆଣି ବ୍ୟବହାର କରନ୍ତି। ପ୍ରତିବର୍ଷ ଚାଷ ଜମିଟି ଉପଯୁକ୍ତ ଥାଉ ଅଥବା ନଥାଉ, କପା ଚାଷ ହିଁ କରାଯାଏ। ତେଣୁ ଚାଷ ଜମିର ଉତ୍ପାଦନ କ୍ଷମତା ଓ ରୋଗ ପ୍ରତିରୋଧକ ଶକ୍ତି କମି କମି ଯାଏ। ସେଥିରୁ ହାଇବ୍ରିଡ୍ ଗଛଗୁଡ଼ିକରେ ଶୀଘ୍ର ରୋଗ ଧରେ। ପ୍ରତ୍ୟେକ ଜମିରେ କପା ହିଁ ଥିବାରୁ ରୋଗ ଏ ଜମିରୁ ସେ ଜମିକୁ ମାଡ଼ିଯାଏ। ସେଇଠୁ ପୋକମରା ଔଷଧ ମାରିବା କାର୍ଯ୍ୟକ୍ରମ ଆରମ୍ଭ ହୁଏ। ପରସ୍ପରକୁ ପଚାରି ନହେଲେ ଅନୁଭବରୁ କିମ୍ବା କୃଷି କେନ୍ଦ୍ରରେ ଯେଉଁ ଔଷଧ ବିକ୍ରି ନ ହୋଇ ପଡ଼ି ରହିଥାଏ, ତାହା ହିଁ ମରାଯାଏ। ସାଧାରଣତଃ ମଞ୍ଜି ନେଲାବେଳେ କୃଷି କେନ୍ଦ୍ରରେ ଖାତା ଖୋଲାଯାଏ। ଆଗକୁ ତାହା କୀଟନାଶକ ଔଷଧ ସହ ସାର କିଣିବା ପର୍ଯ୍ୟନ୍ତ ଓ ବେଳେବେଳେ କପା ବିକ୍ରି ପର୍ଯ୍ୟନ୍ତ କୃଷି କେନ୍ଦ୍ର ଚାଷୀକୁ ଜୋକ ଭଳି ଧରି ରଖେ। ତେଣୁ କୃଷି କେନ୍ଦ୍ରଗୁଡ଼ିକ ତାଙ୍କ ଇଚ୍ଛା ଅନୁସାରେ ଦର ଠିକ୍ କରନ୍ତି ଓ ଅନେକ ସମୟରେ ଅଶିକ୍ଷିତ ଚାଷୀଙ୍କୁ ତାଙ୍କ ଇଚ୍ଛା ଅନୁସାରେ ସତ ମିଛ କହି ଓ ପଡ଼ି ରହିଥିବା ବିହନ ବାବଦରେ ବଢ଼େଇ ଚଢ଼େଇ କହି ତାହାକୁ ବିକ୍ରି କରନ୍ତି। ଆଉ କେତେଜଣ ଆଉ ପାଦେ ଆଗେଇ ଭଲ ବିହନରେ ଖରାପ ବିହନ ମିଶେଇ ଚାଷୀଙ୍କ ଜୀବନ ସହ ଖେଳନ୍ତି। ଏମାନେ ସଂଘବଦ୍ଧ ଥିବାରୁ ତାଙ୍କ ଇଚ୍ଛା ଅନୁସାରେ କପାର ଦର ଓ ଯୋଗାଣ ଚାଲେ। ଅନେକ ସମୟରେ ଏମାନେ ଚାଷୀଙ୍କୁ ରସିଦ ନ ଦେଇ ବିହନ ଦିଅନ୍ତି, ନହେଲେ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ବିକ୍ରି କରନ୍ତି। ବିଚରା ଚାଷୀ ହନ୍ତସନ୍ତ ହୁଏ ଓ ଯେମିତି ବି ହେଉ ବିହନ ମିଳୁ, ଏହି ଆଶାରେ ସବୁ ସର୍ତ୍ତ ମାନିନିଏ। ଏଥିଯୋଗୁଁ କ୍ଷତି ହେବ ଏ କଥା ମଧ୍ୟ ତା ମନକୁ ଛୁଏଁ ନାହିଁ। ଏତେ ସବୁ ହେବା ପରେ ଲାଗିଥିବା କପାର ଭବିଷ୍ୟତ ବର୍ଷା ଉପରେ ନିର୍ଭର କରେ। ଅନେକ ଥର ବର୍ଷା ମଧ୍ୟ ଦଗା ଦିଏ। କେବେ କେବେ ହଠାତ୍ କପା ଫଳ ଧରିବାକୁ ଯାଉଥିବା ବେଳେ ବର୍ଷା ହୁଏ ନାହିଁ ଓ ଚାଷୀର ଆଖି ଆଗରେ ଫୁଲ ଝଡ଼ି ଗଛ ମୂଳରେ ଗାଲିଚା ସୃଷ୍ଟି ହୁଏ। ଏଭଳି ପରିସ୍ଥିତିରେ ଯାହାଙ୍କ ପାଖରେ ପାଣିର ବ୍ୟବସ୍ଥା ଥାଏ, ସେମାନେ ଗଛ ବଞ୍ଚାଇ ରଖନ୍ତି ଓ ଅନ୍ୟମାନେ ପ୍ରତିଦିନ ଜମିଆଡ଼କୁ ଯାଇ ଝଡ଼ିଥିବା ଫୁଲ ନହେଲେ ଝାଉଁଳି ପଡ଼ିଥିବା ଫଳକୁ ଦେଖି ନିଜ ଭାଗ୍ୟକୁ ଦୋଷ ଦିଅନ୍ତି। ଅନେକ ସମୟରେ କପାର ଭିନ୍ନ ଭିନ୍ନ କିସମର ବିହନ ଭିନ୍ନ ଭିନ୍ନ ଅମଳ ଦିଏ।
ପ୍ରତିବର୍ଷ ଚାଷୀ ବହୁତ ଆଶା ରଖି ଗତ ବର୍ଷ ଭଲ ଅମଳ ଦେଉଥିବା ବିହନକୁ ବାଛେ। ପ୍ରାୟ ସବୁ ଚାଷୀ ସେହି ଭଲ ଉତ୍ପାଦନ ଦେଉଥିବା ବିହନ ପ୍ରତି ଆକୃଷ୍ଟ ହୁଅନ୍ତି। ହଠାତ୍ ସେହି ବିହନଟି ବଜାରରୁ ଉଭାନ ହୋଇଯାଏ। ତେଣୁ ଚାଷୀ ବାଧ୍ୟ ହୋଇ ଅଧିକ ମୂଲ୍ୟ ଦେଇ ତାହାକୁ ଯୋଗାଡ଼ କରେ। କୃଷି କେନ୍ଦ୍ରବାଲା ଚାଷୀଙ୍କ ମତିଗତି ଦେଖି ତାଙ୍କୁ ଲୁଟନ୍ତି। ବିହନର ବିକ୍ରି ଓ ଉତ୍ପାଦନ ପୂର୍ଣ୍ଣ ରୂପେ ବେସରକାରୀ ହୋଇଥିବାରୁ ଚାଷୀ ବିହନ ବିକୁଥିବା କମ୍ପାନୀ ଆଗରେ ନତ ଥାଏ ଓ ଏହି କମ୍ପାନୀଗୁଡ଼ିକର କାର୍ଯ୍ୟ ପଦ୍ଧତି ସନ୍ଦେହ କଲା ଭଳି ହୋଇଥାଏ। ଦଶହରା ପରେ କପାର ଅମଳ ଆରମ୍ଭ ହେବା ମାତ୍ରେ ଦଲାଲମାନେ ଶାଗୁଣା ଭଳି ଗାଁ ଗାଁ ମାନଙ୍କରେ ଚକ୍କର କାଟିବା ଆରମ୍ଭ କରନ୍ତି। ମଜା କଥା ହେଲା, ଚାଷୀ ବଜାର ଦର ବାବଦରେ ଅନଭିଜ୍ଞ ଥାଏ। ତେଣୁ ଦଲାଲମାନେ ଯେଉଁ ଦର କୁହନ୍ତି ତାହା ହିଁ ବଜାର ଦର ବୋଲି ଚାଷୀମାନଙ୍କର ଧାରଣା ହୁଏ। ଘରେ କପା ପହଞ୍ଚିବା ପୂର୍ବରୁ ହିଁ କୃଷିକେନ୍ଦ୍ରବାଲା ଓ ଅନ୍ୟ ସାହୁକାରମାନେ ଚାଷୀ ଉପରେ ଚାପ ପକାଇବା ଆରମ୍ଭ କରନ୍ତି। ତେଣୁ ଚାଷୀ ଘରେ ବସି ଯେଉଁ ଦର ମିଳିଲା ସେହି ଦରରେ ବିକେ। ତା ଛଡ଼ା ଏହି ଚତୁର ଚିତାମାନେ ଚାଷୀଙ୍କ ପାଖରୁ କପା କିଣନ୍ତି ଓ 15 ଦିନ ପରେ ଟଙ୍କା ଦେବୁ କହି ଅନ୍ୟ ପ୍ରଦେଶର କପା ବିକିବା ପରେ ହିଁ ଚାଷୀଙ୍କୁ ଟଙ୍କା ଦିଅନ୍ତି। କପା ନେଇ ଟଙ୍କା ଦେବୁ କହି ଆଉ ମୁହଁ ନ ଦେଖାଉଥିବା ଲୋକ ମଧ୍ୟ ଏଥିରେ ଥାଆନ୍ତି। ଅନେକ ସମୟରେ ବେପାରୀମାନେ ବଜାର ଦର କୃତ୍ରିମ ରୂପେ ପରିଚାଳନା କରନ୍ତି। ପ୍ରତିବର୍ଷ କପା ପଣନ ମହାସଂଘ କପା କିଣେ, କିନ୍ତୁ ତାଙ୍କର କାରବାର ମଧ୍ୟ ବିଚିତ୍ର ପଦ୍ଧତିରେ ହୁଏ। କପା ଲଗାଇବା ପୂର୍ବରୁ କପାର ସେହି ବର୍ଷର ଦର ବାବଦରେ ଘୋଷଣା ହୁଏ ନାହିଁ। କପାର ଅମଳ ସମୟ ହେବା ପରେ ହିଁ ଦର ଘୋଷଣା କରାଯାଏ। ତା ଛଡ଼ା ବେପାରୀମାନେ ଏହି ଦରଠାରୁ ମଧ୍ୟ କମ୍ ଦର ମାଗନ୍ତି। ତେଣୁ ମହାସଂଘର ଖରିଦ କେନ୍ଦ୍ରଗୁଡ଼ିକ ଚାଷୀମାନଙ୍କୁ ଚୁପୁଡ଼ିଥିବା ଘଣା ହୋଇଥାନ୍ତି। ଆରମ୍ଭରେ ଚାଷୀ କପା ଗାଡ଼ିରେ ଲଦି କେନ୍ଦ୍ରକୁ ଆଣେ। ସବୁ କାମ ଛାଡ଼ି ସେଠାରେ କେତେଦିନ ରହିବାକୁ ପଡ଼ିବ ତାହାର ଭରସା ନଥାଏ। ପରେ କଣ୍ଟାବାଲାକୁ ପଇସା, କୁଲିମାନଙ୍କୁ ମନଇଚ୍ଛା ପଇସା, କପାକୁ ବିଶିଷ୍ଟ ଗ୍ରେଡ଼ରେ ଆଣିବା ଲାଗି ପଇସା ଓ ଶେଷକୁ ଚେକ ନେଲାବେଳେ ମଧ୍ୟ ପଇସା ଗଣିବାକୁ ହୁଏ। ତେଣୁ ଏତେ ସବୁ କାଣ୍ଡ କରିବା ଅପେକ୍ଷା ଗାଁରେ ହିଁ କିଛି କମ୍ ପଇସା ମିଳିଲେ ଚଳିବ ଭାବି ବର୍ଷ ବର୍ଷ ଧରି ଚାଷୀ ଗାଁରେ ବେପାରୀମାନଙ୍କୁ କପା ବିକେ। ଅମଳର ଭରସା ନଥିବାରୁ ଚାଷୀ କରଜରେ ବୁଡ଼ିଯାଏ। ଏତେ ସବୁ ହେବା ପରେ ମଧ୍ୟ ଚାଷୀ କପା ଚାଷକୁ ଛାଡ଼ିପାରେ ନାହିଁ। କାରଣ ଉପରୋକ୍ତ ସମସ୍ୟାର ସମାଧାନ କପାର ଭଲ ଅମଳରେ ହିଁ ଥାଏ। ଆଜିକାଲି ଆଧୁନିକ ଠୋପା ସିଞ୍ଚନ ପଦ୍ଧତି ଯୋଗୁଁ ଓ ବିଟି ବିହନ ଯୋଗୁଁ ପରିସ୍ଥିତି କିଛି ସୁଧୁରିଛି, ତଥାପି ଅନିଶ୍ଚିତତାର ଖେଳ ଅପରିବର୍ତ୍ତିତ ରହିଛି। ମୋର ବାଲ୍ୟ ବୟସରେ ମୋ ଗାଁ ପାଖରେ ଗୋଟିଏ ଚିନି କାରଖାନା ଥିଲା। ସରକାରୀ ତତ୍ତ୍ୱରେ ଚାଲୁଥିବା ଏହି ଚିନି କାରଖାନା ଯୋଗୁଁ ଆଖପାଖରେ ସୁବତ୍ତା ଥିଲା। ଭଲ ଦର ମିଳୁଥିବାରୁ ଚାଷୀମାନେ ଆଖୁ ଚାଷ କରୁଥିଲେ। ତା ଛଡ଼ା ଗାଁର ଅନେକ ଲୋକଙ୍କୁ କାରଖାନାରେ କାମ ମିଳୁଥିଲା। କିନ୍ତୁ ଧୀରେ ଧୀରେ କାରଖାନା କ୍ଷତିଗ୍ରସ୍ତ ହେଲା। ଅଧିକ ଲୋକଙ୍କ ନିଯୁକ୍ତି, ଭ୍ରଷ୍ଟାଚାର ଓ ପ୍ରଶାସନିକ ଅବହେଳାର ପୋକ କାରଖାନାକୁ ଖାଇଗଲା। ପଦାଧିକାରୀମାନେ କାରଖାନାକୁ ଗଣିକା ରୂପେ ବ୍ୟବହାର କଲେ। ଶେଷକୁ କାରଖାନାଟି ନିଲାମ ହେଲା। କାରଖାନା ବନ୍ଦ ହୋଇଯିବାରୁ ଅନେକ ସଂସାର ଉଜୁଡ଼ି ଗଲା। ପୂରା ପରିସର ଖାଁ ଖାଁ ହୋଇଗଲା। ଆଖୁ ଚାଷ ବନ୍ଦ ହୋଇଗଲା। ନେତାମାନେ କିନ୍ତୁ ଏଥିରୁ ଭଲ କମେଇଲେ। କେବେ ନିଜର ସ୍ୱାର୍ଥ ଲାଗି ତ କେବେ ପ୍ରତିଯୋଗୀ ଉପରେ ନିଜର ପ୍ରଭୁତ୍ୱ ବିସ୍ତାର ଲାଗି କାରଖାନାକୁ ଚଳାଉଥିବା ଏହି କୃଷି ସମ୍ରାଟମାନେ ଶେଷକୁ ଗରିବ ଚାଷୀର ମୁହଁରୁ ହସ ଛଡ଼େଇ ନେଲେ। ନାନା ରାମୋସି ଗୋଟିଏ ଜାତି ଠାରୁ ଆରମ୍ଭ କରି ଅରୁଣ ମେଷପାଳକ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ପଦ୍ଧତିରେ ଚାଷ କରନ୍ତି।
ଏମାନେ ସମସ୍ତେ ମେ ମାସ 15 ତାରିଖରୁ ଆକାଶକୁ ଚାହିଁ ରୁହନ୍ତି। ଭଲ ବର୍ଷା ହେଉ ବୋଲି ମାନସିକ କରନ୍ତି ଓ ବର୍ଷା କେବଳ ଖେଳିବାରେ ବ୍ୟସ୍ତ ଥିବା ପିଲା ଭଳି ସବୁବେଳେ କିଛି ନା କିଛି କାରଣ ଲାଗି ନିରାଶ କରେ। ଏମାନଙ୍କ ଭିତରୁ କାହାରି ପାଖରେ ବିହନ ପାଇଁ ପଇସା ନଥିବାରୁ ଦୋକାନୀ ଯାହା ବିହନ ଦେଲା ତାହାକୁ ବର୍ଷ ବର୍ଷ ଧରି ଆଣନ୍ତି। ଅତି ବେଶୀରେ ପାଖ ପଡ଼ୋଶୀଙ୍କ ପାଖରେ କ'ଣ ଭାଇ, କେଉଁ ବିହନ ଆଣିଲ ଏ ବର୍ଷ? ଏଭଳି ପଚରା ଉଚରା କରି ଶେଷକୁ ମେଣ୍ଢା ପଲ ଭଳି ସେହି ଗୋଟିଏ ପ୍ରକାର ବିହନକୁ ହିଁ ଆଣନ୍ତି। ଅବଶ୍ୟ କେତେଜଣ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ କମ୍ପାନୀର କପାର ଦାମିକା ବିହନ ଆଣି ବୁଣନ୍ତି। ହେଲେ ପ୍ରତ୍ୟେକେ ନିଜର ନିଷ୍ପତ୍ତି ଅନ୍ୟର ନିଷ୍ପତ୍ତି ଅନୁସାରେ ହିଁ ନିଅନ୍ତି। ଏ ସବୁଥିରେ କୃଷି କେନ୍ଦ୍ରର ମୁଖିଆଙ୍କ ଭୂମିକା ସବୁଠୁ ବେଶୀ ଥାଏ। ସେ ସ୍କୁଲ କଲେଜରେ 4-5 ବର୍ଷ ସେହି ଗୋଟିଏ ଶ୍ରେଣୀରେ ରହୁଥିବା ବିଶେଷ କଥା କହୁନଥିବା ମଣିଷଟିଏ ହୋଇଥିଲେ ମଧ୍ୟ ଏଭଳି ସମୟରେ ତାଙ୍କର ଗୁରୁତ୍ୱ ବଢ଼ିଯାଏ। କାରଣ ସେ ବିହନ ଧାର ସୂତ୍ରରେ ଯୋଗାଇଥାନ୍ତି। ତେଣୁ ତାଙ୍କ ମୌଳିକ ପରାମର୍ଶ ନେବା ଅପରିହାର୍ଯ୍ୟ ହୋଇପଡ଼େ। କରଜରେ ବୁଡ଼ିଥିବା ଚାଷୀ ହେଉଛନ୍ତି ଉତ୍ତମ ସ୍ୱାସ୍ଥ୍ୟ ଥିବା ମଣିଷକୁ ମାଡ଼ି ବସିଥିବା କ୍ୟାନ୍ସର ଭଳି। ବହୁତ କମ୍ ଏଭଳି କ୍ୟାନ୍ସର ପାଖରୁ ମୁକ୍ତି ପାଆନ୍ତି। କରଜ ଯୋଗୁଁ ରାମରାଓଙ୍କ ଉଜୁଡ଼ିଥିବା ସଂସାର କଥା ମନେ ପଡ଼େ। ମନ ତ ବିଚଳିତ ହୁଏ, କିନ୍ତୁ ତା ସହ ମାନସିକ ଉଦ୍ରେକ ଯୋଗୁଁ ମଗଜ ଗରମ ହୁଏ। ମୋର ଆଜି ବି ମନେ ପଡ଼ୁଛି, ମୁଁ ଛୋଟ ଥିଲି ସେତେବେଳେ ରାମାରାଓଙ୍କ ବାହାଘର ହୋଇଥିଲା। ବଡ଼ ଭାଇ ପାଖରୁ ଭିନେ ହୋଇ ସ୍ତ୍ରୀ ସହ ନିଜର ସଂସାର ଆରମ୍ଭ କଲେ। ପିଲାଦିନରୁ ବାପାଙ୍କୁ ହରାଇଥିବା ଏହି ଦୁଇ ଭାଇ ମାଆଙ୍କୁ ବାଣ୍ଟି ନେଲେ। ଦୁହେଁ 5-5 ଏକର ଜମି ପାଇଲେ। ଆରମ୍ଭରେ ପ୍ରଥମ ଥର ପାଇଁ ଚାଷ ଆରମ୍ଭ କରିଥିବା ରାମାରାଓ କିଛି ବର୍ଷ ପର୍ଯ୍ୟନ୍ତ ଚାଷରୁ ହେଉଥିବା ଆମଦାନୀ ଓ ଖର୍ଚ୍ଚର ହିସାବ ଠିକ୍ ରଖିପାରିଲେ ନାହିଁ। ଶେଷକୁ ଗାଁର ହିଁ ଜଣେ ସାହୁକାର ପାଖରୁ କରଜ ଆଣିଲେ। ପ୍ରତିବର୍ଷ ସୁଧ ମିଶି କରଜ ବଢ଼ିବାକୁ ଲାଗିଲା। ରାମରାଓ ଝାଳ ବୁହାଇ ମେହନତ କରୁଥିଲେ, କିନ୍ତୁ ଜଳସେଚନର ସୁବିଧା ନଥିବାରୁ ଜମିରୁ ବେଶୀ କିଛି ଆମଦାନୀ ହେଉନଥିଲା। କରଜର ପରିମାଣ ଆହୁରି ବଢ଼ିଗଲା। କରଜ ଚିନ୍ତାରେ ଦିନକୁ ଦିନ ଶୁଖିଗଲେ। ସାହୁକାର ଗାଁର ହୋଇଥିବାରୁ ଭୂତ ଭଳି ତାଙ୍କ ପଛରେ ଲାଗିଗଲା। ରାମାରାଓ ବ୍ୟାଙ୍କରୁ କରଜ ଆଣିବା ପାଇଁ ଚେଷ୍ଟା କଲେ। ସମ୍ପର୍କୀୟଙ୍କ ଆଗରେ ହାତ ପତେଇଲେ, କିନ୍ତୁ କେହି ସାହାଯ୍ୟ କଲେ ନାହିଁ। ଶେଷକୁ 3 ଏକର ଜମି ସାହୁକାର ପାଖରେ ବନ୍ଧା ରଖିଲେ। ବନ୍ଧା ପଡ଼ିଥିବା ଜମି ମୁକୁଳେଇବା ମାନେ ବାଘ ମୁହଁରୁ ଛେଳିକୁ ଟାଣି ଆଣିଲା ଭଳି। ଥରେ ସାହୁକାର ପାଖରେ ଜମି ବନ୍ଧା ପକେଇଲ ମାନେ ତା କଥା ଅନୁସାରେ ଚାଲିବା ଜରୁରୀ ଥାଏ। ଶେଷକୁ ସାହୁକାର ରାମାରାଓଙ୍କ ଜମି ହଡ଼ପ କଲା। ଖୁସିରେ ଗୀତ ଗାଇ ଗାଇ ଜମିରେ ଖଟୁଥିବା ରାମାରାଓ ତାଙ୍କରି ଜମିରେ ମୂଲ ଖଟିଲେ। ଏଥିରେ ତାଙ୍କୁ କେତେ ଯେ ମାନସିକ ଆଘାତ ଲାଗିଥିବ ତାହାର କଳ୍ପନା ନ କଲେ ହିଁ ଭଲ। ଧୀରେ ଧୀରେ ସେ ମୂକ ହୋଇଗଲେ। ଆଖିର ତେଜ କମିଗଲା ଓ ଅକାଳରେ ବୁଢ଼ା ହୋଇଗଲେ। ମୋ ଗାଁରେ ଏଭଳି ଅନେକ ରାମାରାଓ ଅଛନ୍ତି। ସେ ସମସ୍ତଙ୍କ ବିଷୟରେ ଭାବିଲେ ଏହି କ୍ୟାନ୍ସରକୁ କିପରି ପ୍ରତିରୋଧ କରିହେବ ତାହାର ବିଚାର ମୁଁ କରୁଥିଲି। ଚାଷୀମାନଙ୍କ ପାଇଁ ତାଙ୍କ ଜମି କେବଳ ଖଣ୍ଡିଏ ଜମି ନଥାଏ, ଏହା ତାଙ୍କର ଜୀବନ ହୋଇଥାଏ। ନିଜ ପିଲାର ନିଘା ରଖିଲା ଭଳି ଜମିର ନିଘା ରଖନ୍ତି। ଏ ପରିସ୍ଥିତିରେ ବାପ ଅଜା ଅମଳର ଜମି ଯଦି ବିକିବାକୁ ପଡ଼େ, ସେତେବେଳେ ତାଙ୍କ ଅବସ୍ଥା ମା ମରିଯାଇଥିବା ବାଛୁରୀ ଭଳି ହୁଏ। କାରଣ ତାଙ୍କର ସମସ୍ତ ସୁଖ ଦୁଃଖ ଜମି ସହିତ ଯୋଡ଼ି ହୋଇଥାଏ। ମୁଁ ମଧ୍ୟ ମୋ ଜମିକୁ ହେତୁ ପାଇବା ଦିନଠାରୁ ଭଲ ପାଉଥିଲି। ବର୍ଷା ଦିନରେ ଜମି ଶସ୍ୟଶ୍ୟାମଳା ହୋଇଥାଏ।
ପ୍ରତ୍ୟେକ ଜମିରେ ଭିନ୍ନ ଭିନ୍ନ ଶସ୍ୟ ଆନନ୍ଦରେ ଲହରୀ ଭାଙ୍ଗୁଥାଏ। ସେଥିରେ ବୁଲିବା ଏକ ଭିନ୍ନ ସୁଖ ଦିଏ। ଅମଳ ପୂର୍ବର ଅବସ୍ଥା ମୋତେ ବେଶୀ ଭଲ ଲାଗେ। ପ୍ରତ୍ୟେକ ଜମି ନୂଆ ବୋହୂ ଭଳି ସଜ ହୋଇଥାଏ। ଘରୁ ବାହାରି ପାଦଚଲା ରାସ୍ତାର କାଦୁଅକୁ ଦଳି ଦଳି ଲହରୀ ଭାଙ୍ଗୁଥିବା ଫସଲ ଉପରେ ହାତ ବୁଲେଇ ବୁଲିବା ଏକ ଅନନ୍ୟ ଅନୁଭବ ଦିଏ। ଶୀତ ଦିନରେ କିନ୍ତୁ ଅଧିକ ଧାଁ ଧପଡ଼ ଥାଏ। ଗୋଟିଏ ଫସଲର ଆମଦାନୀ ନ ସରୁଣୁ ଆଉ ଏକ ଫସଲର ରୁଆ କାମ ଚାଲେ। ଏ ସମୟରେ ଫସଲରେ ପାଣି ଦେବା ଏକ ଭିନ୍ନ ମଜା ଦିଏ। ପିଆଜ, ଗହମ କିମ୍ବା ପନିପରିବା ବିଲରେ କୂଅରୁ ମୋଟର ସାହାଯ୍ୟରେ ପାଣି ଦେବାରେ ମୁଁ ମଜ୍ଜିଯାଏ। ଖରାବେଳେ ଜୁଆରା ରୁଟି ସହ କଞ୍ଚାଲଙ୍କାର ଛେଚା ଓ ସେଥିରେ ପିଆଜ କିମ୍ବା ରସୁଣର ଫାଳକୁ ମିଶେଇ ଖାଇବାର ମଜା ଅତୁଳନୀୟ। ତା ସହ କାକୁଡ଼ି, ମୂଳା, ଗାଜର, ହରଡ଼, ମୁଗ, ଝୁଡ଼ଙ୍ଗ ଇତ୍ୟାଦି ବିଲରେ ଭରପୁର ଥାଏ। ଏଭଳି ବିଲରେ କାମ କରିବା ସମୟଟି ବହୁତ ଆନନ୍ଦମୟ ହୋଇଥାଏ। ଖରାଦିନରେ କିନ୍ତୁ ଫସଲ ବେଶୀ ନଥାଏ। ଉଦୁଉଦିଆ ଖରାବେଳ ଅପେକ୍ଷା ଏହାର ସନ୍ଧ୍ୟା ସମୟ ରମ୍ୟ ହୁଏ। ସନ୍ଧ୍ୟାରେ ସୂର୍ଯ୍ୟ ପଶ୍ଚିମ ଦିଗକୁ ଢଳିବା ପରେ ବିଲରେ ହେଉଥିବା ଧାଁ ଧପଡ଼ ଅତି ଲୋଭନୀୟ ହୋଇଥାଏ। ପକ୍ଷୀମାନେ ଚିଂ ଚିଂ କରି ଘରକୁ ଫେରୁଥାନ୍ତି। ବିଲରେ ମୂଲ ଲାଗୁଥିବା ମହିଳାମାନେ ଅନ୍ଧାର ହେବା ପୂର୍ବରୁ ଗାଁ ଦିଗର ଚଲାବାଟରେ ଘରମୁହାଁ ହୋଇଥାନ୍ତି। ସେପଟେ ଗାଈ, ବଳଦ ତାଙ୍କ ମାଲିକ ସହ ଗୋଠ ଆଡ଼କୁ ଚାଲନ୍ତି। ତାଙ୍କ ବେକରେ ଝୁଲୁଥିବା ଘଣ୍ଟିର ଶବ୍ଦରେ ଓ ଚାଲୁଥିବା ବେଳେ ଉଡ଼ୁଥିବା ଧୂଳି ଯୋଗୁଁ ପରିବେଶ ଏକ ଭିନ୍ନ ରୂପ ନିଏ। ଏବେ ବି ଘରକୁ ଗଲେ ସନ୍ଧ୍ୟା ହେବାକୁ ଆସିଲେ ମୋ ଗୋଡ଼ ଜମି ଆଡ଼କୁ ମୁହାନ୍ତି। ସେହି କଥାକୁ ବାରମ୍ବାର ଅନୁଭବ କରିବା ଲାଗି ଏକ ଉତ୍କଟ ଇଚ୍ଛା ମୋ ମନରେ ଜାଗ୍ରତ ହୁଏ। ଚାଷୀର ଦୁର୍ଦ୍ଦଶା ଏହିଠାରେ ସରେ ନାହିଁ, ବରଂ ଏହିଠାରୁ ଆରମ୍ଭ ହୁଏ। ଆଗକୁ ଖତ ପାଇଁ, ପୋକମରା ଔଷଧ ପାଇଁ ଚାଷୀକୁ ହାତ ପତେଇବାକୁ ହିଁ ପଡ଼େ। ନହେଲେ ସେ ଛେଳିଟିଏ ବିକିବ କିମ୍ବା ସ୍ତ୍ରୀର କାନଫୁଲ ବିକିବ। ଏତେ ସବୁ ହୋଇ ମଧ୍ୟ ଯଦି ଭଲ ବର୍ଷା ହେଲା ଓ କପା ଭଲ ଅମଳ ହେଲା, ତାହେଲେ ସଙ୍ଗେ ସଙ୍ଗେ କରଜ ଦେଇଥିବା ଲୋକମାନେ ପଇସା ପାଇଁ ଦୁଆର ମୁହଁରେ ହାଜିରା ପକେଇବେ। ସେଠୁ ତରବରରେ ବେପାରୀଙ୍କୁ କପା ବିକ୍ରି କରାଯିବ। ନହେଲେ ପଇସା ଦେଇ ଫେଡେରେସନରେ ବିକ୍ରି ପାଇଁ ରଖାଯିବ। ଅନ୍ୟାନ୍ୟ ଫସଲ ଆମଦାନୀ କରୁଥିବା ଚାଷୀଙ୍କର ଅବସ୍ଥା ମଧ୍ୟ ସେତେ ଭଲ ନଥାଏ। ଜୁଆରା ଅମଳ ବେଳେ ଯଦି ବର୍ଷା ହୁଏ, ତାହେଲେ କଳା ପଡ଼ିଯାଇଥିବା ଜୁଆରାକୁ କେହି ଶୁଙ୍ଘିବାକୁ ମଧ୍ୟ ଆସେ ନାହିଁ। ଯଦି ବର୍ଷା ନ ହେଲା, ତାହେଲେ ଯେଉଁ 2-4 ଜଣ ଦୂରରୁ ନଈରେ ପାଇପ ଲାଇନ ପକାଇଥିବେ, ସେଇମାନେ ହିଁ ଭଲ ଫସଲ ଆମଦାନୀ କରନ୍ତି। ଅନ୍ୟ ଚାଷୀମାନେ ତୁଚ୍ଛାଟାରେ ପଡ଼ିଆ ପଡ଼ିଥିବା ଜମିଆଡ଼େ ଦିନକୁ 3-4 ଥର ବୁଲି ଆସନ୍ତି ଓ ବର୍ଷାର 7 ପୁରୁଷ ଉଦ୍ଧାର କରି ଆଗାମୀ ବର୍ଷା ଋତୁର ବାଟ ଚାହିଁ ବସନ୍ତି ଓ କିଛି ଠିକ୍ ନାହିଁ ରେ ଭାଇ, ଏ ବର୍ଷ ଏମିତି ଶୁଖିଲା ଯିବ ବୋଲି ନ ଭୁଲି ପରସ୍ପରକୁ କୁହନ୍ତି। ପ୍ରତ୍ୟେକ ବରଷ ଜଣେ ଅଧେ ଲୋକଙ୍କ ଜମି ଗ୍ରାମ ପଞ୍ଚାୟତର ରକ୍ଷୀ କିମ୍ବା ସ୍କୁଲ ମାଷ୍ଟର କିମ୍ବା ଗାଁର କୌଣସି ବଗିଚାବାଲାକୁ ସବୁଦିନ ଲାଗି ଲେଖି ଦିଆଯାଏ। ମୋ ନିଜ ଆଖିରେ ଏଭଳି ଘରର କନ୍ଦା କଟା ଓ ପ୍ରତ୍ୟେକର ଆଖିରେ ଥିବା କରୁଣ ବିଳାପକୁ ଅନେକ ଥର ଦେଖିଛି। ଦେଖିଲା ବେଳେ ବୋହୁଥିବା ଲୁହକୁ ଚିରା ସାର୍ଟର ବାହାରେ ପୋଛି ହାତ ମୁଠା କରି ଦାନ୍ତକୁ ଚାପି ଘରମୁହାଁ ହୋଇଛି। ଗାଁର ପ୍ରାୟ ସମସ୍ତ ଅଳ୍ପ ଜମିଥିବା ଚାଷୀ ବର୍ଷ ବର୍ଷ ଧରି ଏଭଳି ଭୟଙ୍କର ଦୁଷ୍ଟ ଚକ୍ରରେ ପେଶି ହେଉଛନ୍ତି। ଦୁର୍ବଳ ଆର୍ଥିକ ପରିସ୍ଥିତି ଯୋଗୁଁ ତାଙ୍କ ପାଖରେ ଚାଷ ଲାଗି ଯୋଗ୍ୟ ସମୟରେ ଜରୁରୀ ଥିବା ମୂଳଧନ ପ୍ରାୟତଃ ଅଭାବ ଥାଏ।
ଏଭଳି ପରିସ୍ଥିତିରେ ଫସଲ ଘରକୁ ଆଣିବା ପୂର୍ବରୁ ବିହନଠାରୁ ଆରମ୍ଭ କରି ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ହୋଇଥିବା ଖର୍ଚ୍ଚ ଲାଗି, କରିଥିବା କରଜ ଶୁଝିବା ଲାଗି ଯେକୌଣସି ବେପାରୀକୁ ଯାହା ମିଳିଲା ସେହି ଦରରେ ବିକିବାକୁ ପଡ଼େ। ଚାଷୀର ଫସଲ ଯେତେବେଳେ କ୍ଷେତରେ ହସୁଥାଏ, ତା ଜିନିଷର ଦର ଉଚ୍ଚା ଥାଏ, କିନ୍ତୁ ଯେତେବେଳେ ଅମଳ କରି ବିକିବାକୁ ବାହାରେ ସେତେବେଳେ ଦର ଖସିଯାଏ। କାରଣ ତା ପଛରେ ବିଲୁଆଙ୍କର ହୁକେ ହୋର ବୋବାଳି ପଡ଼ିଥାଏ। ପୁଅ ଝିଅଙ୍କର ବାହାଘର, ରୋଗ ବୈରାଗ କିମ୍ବା ବାପା ମାଆଙ୍କର ଏକାଦଶାହରେ ହେଉଥିବା ଖର୍ଚ୍ଚ ଯୋଗୁଁ କରଜରେ ବୁଡ଼ିଥିବା ଚାଷୀର ଚାଷ ପାଇଁ ହେଉଥିବା ଖର୍ଚ୍ଚ ଓ ଯାହା ଆମଦାନୀ ହେଲା ତାହାର ହିସାବ କରୁ କରୁ ଆଖିରୁ ପାଣି ମରିଯାଏ। ଏଭଳି ପରିସ୍ଥିତିରେ ଜମି କିମ୍ବା ଘର ବନ୍ଧା ନ ପକାଇବା ଛଡ଼ା ତା ପାଖରେ ଆଉ କୌଣସି ଉପାୟ ନଥାଏ। ଭବିଷ୍ୟତରେ ଭଲ ଫସଲ ହେବ ଏହି ଆଶାରେ ଚାଷୀ ପୁଣି ଥରେ ଝାଳ ବୁହାଇ କାମରେ ଲାଗେ, କିନ୍ତୁ ଦୁର୍ଭାଗ୍ୟକୁ ଏହି ଦୁଷ୍ଟ ଚକ୍ରରୁ ଅତି କମ୍ ଚାଷୀ ଛାଡ଼ ପାଆନ୍ତି। ଏବେ ବି ମୋର ଭଲ ଭାବରେ ମନେ ପଡ଼ୁଛି ଯେ ବାମନ ନାରାୟଣ, ଯୁବରାଜ ଦତ୍ତୁ, ପଣ୍ଡ୍ରିନାଥ ବିଠଲ ଓ ଅଜାବ ନାମଦେବର କ୍ଷେତ କିପରି ଭାବେ ସାହୁକାର ନିଜର କରିନେଲା। ଆରମ୍ଭରେ କୁଟୁମ୍ବଟିଏ ରୋଗ ବୈରାଗ ଲାଗି କିମ୍ବା ବିବାହ ମୃତ୍ତିକା ଲାଗି କରଜ କରେ। କେବଳ ବର୍ଷାକୁ ଭରସା କରି ହେଉଥିବା ଚାଷ ଯୋଗୁଁ ଓ ନିଅଣ୍ଟିଆ ଆମଦାନୀ ଯୋଗୁଁ କରଜ ସମୟାନୁଯାୟୀ ଶୁଝି ହୁଏନା। ସେଠୁ ସୁଧ ଉପରେ ସୁଧ ବଢ଼ି ଚାଲେ। 3-4 ବର୍ଷରେ ସୁଧର ଏହି ଅଜଗର ଚାଷୀର ବେକରେ ଫାଶ ଭଳି ଲଟକି ଯାଏ। ସେଥିରୁ ତାର ନିସ୍ତାର ହୁଏ ନାହିଁ। ସୁଧ ଉପରେ ସୁଧ ଓ ମୂଳଧନ ବଢ଼ି ବଢ଼ି ତାର ବାର୍ଷିକ ଆମଦାନୀ ଓ ଶୁଝିବାର କ୍ଷମତାଠାରୁ ଅଧିକ ହୁଏ। ଏଭଳି ପରିସ୍ଥିତିରେ ସାହୁକାରର ତାଗିଦା ବଢ଼ିଚାଲେ ଓ କ୍ଷେତକୁ ସାହୁକାର ନାଁରେ ଲେଖିଦେବା ଛଡ଼ା ଆଉ କିଛି ଉପାୟ ନଥାଏ। ଆରମ୍ଭରେ ଜମିଟି ଟଙ୍କା ଫେରସ୍ତ କଲେ ମିଳିବ, ଏହି ସର୍ତ୍ତରେ ସାହୁକାର ନାଁରେ 3 ବର୍ଷ ପାଇଁ କରାଯାଏ। ଏଥିଲାଗି କରିବାକୁ ପଡ଼ୁଥିବା ରେଜିଷ୍ଟ୍ରି ଖର୍ଚ୍ଚ ମଧ୍ୟ ଚାଷୀକୁ ହିଁ ଦେବାକୁ ପଡ଼େ। 3 ବର୍ଷରେ ସୁଧ ଓ ମୂଳଧନ ଏତେ ବଢ଼ିଯାଏ ଯେ ଶେଷକୁ ନିରୁପାୟ ହୋଇ ଚାଷୀ ଜମିଟିକୁ ସବୁଦିନ ପାଇଁ ସାହୁକାର ହାତରେ ଟେକି ଦିଏ। ପ୍ରଥମରୁ ହିଁ ଜମିର ମାଲିକାନା ମାଲିକ ହାତରୁ ଯାଇ ସାରିଥାଏ। ତେଣୁ ବଜାର ଦରଠାରୁ ଶସ୍ତାରେ ଜମିର ମୂଲଚାଲ ହୋଇ ସୁଧ ଓ ମୂଳଧନ କଟିବା ପରେ ବଳିଥିବା ଅଳ୍ପ କିଛି ଟଙ୍କା ଦେଇ ସାହୁକାର ଜମିକୁ ହାତେଇ ନିଏ। ଏସବୁରେ ସାହୁକାରର ଗାଁରେ ଥିବା ଅଧିକାର, ପ୍ରତିଷ୍ଠା ଓ ଅନ୍ୟମାନଙ୍କର ତା ସହିତ ଥିବା ଦେଣନେଣ ଯୋଗୁଁ ସମସ୍ତେ ତାରି ସପକ୍ଷରେ ରୁହନ୍ତି। ତେଣୁ ସେ ଯେଉଁ ମୂଲ୍ୟ ସ୍ଥିର କରେ ସେହି ଦରରେ ଜମିର ସଉଦା ହୁଏ। ବାପ ଅଜା ଅମଳର ଜମିକୁ ରଖି ପାରିଲି ନାହିଁ ବୋଲି ଚାଷୀର ହୃଦୟ କାନ୍ଦେ ଓ ଅସହାୟତାର ଭାବନା ତା ଚେହେରାରେ ପ୍ରତିଫଳିତ ହୁଏ। ଏଭଳି ଭାବନା ରଖି ଚଳପ୍ରଚଳ ହେଉଥିବା ଲୋକଙ୍କ ମନ ଯେ କ'ଣ ହେଉଥିବ ତାହାର କଳ୍ପନା ନ କରିବା ହିଁ ଭଲ।